କାହିଁକିନା ସେମାନେ ନିଜେ କୁକୁର। ତେଣୁକରି ତାଙ୍କୁ ଭକ୍ତ ବି ମନୁଷ୍ୟ ଯୋନିରେ ଯେଉଁମାନେ ଅଛନ୍ତି ସିଏ ବି ତାଙ୍କୁ କୁକୁର ହିଁ ଲାଗୁଛନ୍ତି। ତମେ ପ୍ରଭୁପାଦଙ୍କର ପ ଜାଣିନ, ତମେ ଜଗନ୍ନାଥର ଜ ଜ ଜ ଜ ଜାଣିନ, ତମେ କୃଷ୍ଣର କ କ କ କ ଜାଣିନ, ତମେ ରାମର ର ର ର ର ଜାଣିନ, ତମେ ବିଷ୍ଣୁର ଆଗ ପଛ କିଛି ଧରିପାରିବ ନାହିଁ। କହିବି କହୁଛି ଏବେ। ସିଏ ଚାହିଁଥିଲେ ନିଜ ନାଁରେ କରିପାରିଥାନ୍ତେ, କିନ୍ତୁ କାହିଁକି କୃଷ୍ଣଙ୍କ ନାଁ ଦେଲେ? ତମେ ସବୁ କୁକୁର। କାହିଁକିନା ଆମେ କୁକୁର କହୁଛ। ଚୋର ସବୁବେଳେ ଚୋର ବୁଦ୍ଧି ହିଁ ଭାବେ, ଅନ୍ୟକୁ ଚୋର ବୋଲି ଭାବେ। କୋଉମାନେ କହନ୍ତି, ଆରେ ନିଜେ ପ୍ରଭୁପାଦଜୀ କହୁଛନ୍ତି ଫରେନର ମାନଙ୍କୁ, ଗାଈ ତ ମା, ସେ କ୍ଷୀର ଦଉଛି, କ୍ଷୀର ରୂପରେ ତାର ରକ୍ତ ସେ ନିଗାଡ଼ିକି ଦଉଛି, ତମେ କାହିଁକି କାଟି କୁଟିକି ତା ରକ୍ତ ପିଉଛ? ଆରେ ଗାଈ ସେ ବିପ୍ ଖାଆନ୍ତି ନା, ରକ୍ତ ବି ପିଅନ୍ତି ନା। ତମେ ବିଶ୍ୱଗୁରୁ ଶିଲା ପ୍ରଭୁପାଦକୁ ଜାଣିଛ? ଭକ୍ତି ବେଦାନ୍ତ ଶିଲା ସରସ୍ୱତୀ ଠାକୁରଜୀ ମହାରାଜଙ୍କୁ ଜାଣିଛ ନା? ଭକ୍ତି ବିନୋଦ ଠାକୁରକୁ ଜାଣିଛ ନା? ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କ ମନ ନେଇକି ଆସିଥିବା ମହାପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କୁ ତମେ ଚିହ୍ନିଛ? ତମେ କାହାକୁ ଚିହ୍ନ? ଇସ୍କନ ତ ସେବେ ମରିଯାଇଥିଲା ଯେବେ ତମେ ବିଶ୍ୱଗୁରୁ ଶିଲା ପ୍ରଭୁପାଦକୁ ଅସମ୍ମାନିତ କରିଥିଲ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଭକ୍ତଗଣ ସାଙ୍ଗମାନେ, ମାତାଜୀ ପ୍ରଭୁଜୀ କେମିତି ଅଛନ୍ତି ଆପଣମାନେ? କୁକୁର ଲାଙ୍ଗୁଡ଼କୁ 12 ବର୍ଷ ପର୍ଯ୍ୟନ୍ତ ନଳୀରେ ପୂରେଇକି ରଖିଲେ ମଧ୍ୟ ବାହାରକୁ ବାହାର କରିବେ। ଇଏ କ'ଣ ଏମିତି ସେଇ ବଙ୍କା ହେଇକି ଅଛି? ସେ ସେମିତି ବଙ୍କା ହେଇକି ରହିବ ଆଜ୍ଞା, ସେ ସେମିତି ବଙ୍କା ହେଇକି ରହିବ। କାହିଁକିନା ସେମାନେ ନିଜେ କୁକୁର। ତେଣୁକରି ତାଙ୍କୁ ଭକ୍ତ ବି ମନୁଷ୍ୟ ଯୋନିରେ ଯେଉଁମାନେ ଅଛନ୍ତି ସିଏ ବି ତାଙ୍କୁ କୁକୁର ହିଁ ଲାଗୁଛନ୍ତି। ଆରେ ଯଦି ବି କୁକୁର ହେଲୁ, ଆମେ ଗୋଟିଏ କୁକୁର, ଆମର ବ୍ରିଡ୍ ଗୋଟେ, ଦେଶୀ କୁକୁର ଆମେ। ଲହ ଲହ କରୁଥିବୁ, ଆଉ ଯେତେବେଳେ କାମୁଡ଼ିବୁ ଭଲସେ କାମୁଡ଼ିବୁ, ଆଉ ବହୁତ ବଢ଼ିଆ ଭୁକୁ ଆମେ। ତମ କୁକୁରମାନଙ୍କର ବି ତମର ଠିକ୍ ନାହିଁ, ଆଗ ପଛ ନାହିଁ। କିଏ ଜର୍ମାନ ସେପର୍ଡ, କିଏ ଆଲସିସିଆନ୍, କିଏ କ୍ରକଡ଼ ସ୍ପାନିଏଲ, କ'ଣ ତାଙ୍କର ସବୁ, କିଏ ବୁଲଡଗ୍, କିଏ ପିଟବୁଲ୍, ତମର କିଛି ଠିକ୍ ନାହିଁ। ପ୍ରଭୁପାଦ ବିଶ୍ୱଗୁରୁ ଶ୍ରୀ ପ୍ରଭୁପାଦ, ଶୁଦ୍ଧ ଭକ୍ତ ପ୍ରଭୁପାଦ ମୋର ଗୁରୁ, ମୋର ପୂଜ୍ୟ। ତାଙ୍କୁ ତମେ କ'ଣ ଜାଣିବ? ତମେ ପ୍ରଭୁପାଦଙ୍କର ପ ଜାଣିନ, ତମେ ଜଗନ୍ନାଥର ଜ ଜ ଜ ଜ ଜାଣିନ, ତମେ କୃଷ୍ଣର କ କ କ କ ଜାଣିନ, ତମେ ରାମର ର ର ର ର ଜାଣିନ, ତମେ ବିଷ୍ଣୁର ଆଗ ପଛ କିଛି ଧରିପାରିବ ନାହିଁ। ଆରେ ଇସ୍କନ ମାନେ କ'ଣ? ଇସ୍କନ ମାନେ କ'ଣ? ଇସ୍କନ ତ ସେବେ ମରିଯାଇଥିଲା। ଇସ୍କନ ଇଜ୍ ଫିନିଶ୍ଡ। ଇସ୍କନ କେବେଠୁ ମରିସାରିଛି। ଇସ୍କନ ଆଉ ନାହିଁ। ଇସ୍କନ ଶବ୍ଦର ଅର୍ଥ କ'ଣ? ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନସିୟସନେସ୍। ଭଗବାନ ଶ୍ରୀକୃଷ୍ଣ ବି ଗୀତାରେ ସେଇ କଥା କହୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବି ଗୀତାରେ ସେଇ କଥା କହୁଛନ୍ତି, ମନଟା ମୋତେ ଦେ ଅର୍ଜୁନ, ତୋର ପ୍ରତ୍ୟେକ କର୍ମ ମୋ ପାଇଁ ସମର୍ପିତ ହେବା ଦରକାର। ତେଣୁକରି ବିଶ୍ୱଗୁରୁ ଶ୍ରୀଲା ପ୍ରଭୁପାଦ ମୋର ଗୁରୁ ପ୍ରଭୁପାଦଜୀ, ସିଏ ନିଜେ ଚାହିଁଥିଲେ ନିଜ ନାଁ ବି ଦେଇପାରିଥାନ୍ତେ। ଯିଏ 5000 ମନ୍ଦିର ତିଆରି କରିଦେଲେ, ଏତେ ଲୋକଙ୍କୁ ଦୀକ୍ଷା ଦେଇଦେଲେ, ରଥଯାତ୍ରା ସବୁବେଳେ ହେଉଛି ତାଙ୍କ ପାଇଁ। କହିବି କହୁଛି ଏବେ। ସିଏ ଚାହିଁଥିଲେ ନିଜ ନାଁରେ କରିପାରିଥାନ୍ତେ, କିନ୍ତୁ କାହିଁକି କୃଷ୍ଣଙ୍କ ନାଁ ଦେଲେ? ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନସିୟସନେସ୍। ଆରେ ଭାଇ, ମୁଣ୍ଡଟାକୁ କୃଷ୍ଣା, ମନକୁ କୃଷ୍ଣା, ଦେହକୁ କୃଷ୍ଣା, ମେକଅପ୍ କୃଷ୍ଣା, ଖାଇବା କୃଷ୍ଣା, କଥାବାର୍ତ୍ତା କୃଷ୍ଣା, ସବୁ ଜଗନ୍ନାଥ ଉପରେ ହେବା ଦରକାର। ସବୁ ଜଗନ୍ନାଥ, ସବୁ କୃଷ୍ଣ ଉପରେ ହେବା ଦରକାର। ଯେତେବେଳେ ଫରେନ୍ ଗଲେ କହିଲେ କୃଷ୍ଣ ପାରିବେନି ଏଠି, ଏମାନେ ଏତେ ଶୁଦ୍ଧ ନୁହନ୍ତି, ୟା ପାଇଁ ଜଗନ୍ନାଥ ଆସିବା ଦରକାର, ଜଗା ଆସିବା ଦରକାର। ତେଣୁ ଜଗାକୁ ସିଏ ପ୍ରଚଳନ କରେଇଲେ। ତମେ ସବୁ କୁକୁର। କାହିଁକିନା ଆମେ କୁକୁର କହୁଛ। ଚୋର ସବୁବେଳେ ଚୋର ବୁଦ୍ଧି ହିଁ ଭାବେ, ଅନ୍ୟକୁ ଚୋର ବୋଲି ଭାବେ। କୁକୁର ବୋଲି କହୁଛ, କେମିତି ଅଶ୍ଳୀଳ ଭାଷାରେ ଗାଳି କରୁଛ ସବୁ ଜଣାପଡ଼ୁଛି। ଏମିତି ଭାଷା କୋଉମାନେ କହନ୍ତି? ଆରେ ନିଜେ ପ୍ରଭୁପାଦଜୀ କହୁଛନ୍ତି ଫରେନର ମାନଙ୍କୁ, ଗାଈ ତ ମା, ସେ କ୍ଷୀର ଦଉଛି, କ୍ଷୀର ରୂପରେ ତାର ରକ୍ତ ସେ ନିଗାଡ଼ିକି ଦଉଛି, ତମେ କାହିଁକି କାଟି କୁଟିକି ତା ରକ୍ତ ପିଉଛ? ଆରେ ଗାଈ ସେ ବିପ୍ ଖାଆନ୍ତି ନା, ରକ୍ତ ବି ପିଅନ୍ତି। ପ୍ରଭୁପାଦଜୀ କ'ଣ କହିଥିଲେ? ପ୍ରଭୁପାଦଜୀ ଯେଉଁ ଲୁହ ବାହାର କରିଥିଲେ, ସେ ଲୁହର ମହତ୍ତ୍ୱ ତମେ ଜାଣିଛ? ଯେଉଁ 70 ବର୍ଷ ବୟସରେ ସିଏ ଏସବୁ କରିଥିଲେ, ତମେ କ'ଣ ଜାଣିବ? ତମେ କ'ଣ ଜାଣିବ କହୁନ? ନା ତମେ ବିଶ୍ୱଗୁରୁ ଶିଲା ପ୍ରଭୁପାଦକୁ ଜାଣିଛ? ଭକ୍ତି ବେଦାନ୍ତ ଶିଲା ସରସ୍ୱତୀ ଠାକୁରଜୀ ମହାରାଜଙ୍କୁ ଜାଣିଛ ନା? ଭକ୍ତି ବିନୋଦ ଠାକୁରକୁ ଜାଣିଛ ନା? ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କ ମନ ନେଇକି ଆସିଥିବା ମହାପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କୁ ତମେ ଚିହ୍ନିଛ? ତମେ କାହାକୁ ଚିହ୍ନ? ତମ ମୁହଁରୁ ବି ହରେ କୃଷ୍ଣ ବାହାରିବାଟା ହେଉଛି ବିଷାକ୍ତ ହେଇଯିବ। ଯେମିତି କୁହାହେଉଛି ଗୋଟେ ବିଷଧର ସାପ, ବେଦଶାସ୍ତ୍ର ପୁରାଣରେ ଲେଖା ହେଇଛି, ଶାସ୍ତ୍ରରେ ଲେଖା ହେଇଛି, ଗୋଟେ ବିଷଧର ସାପ ଯଦି କ୍ଷୀରକୁ ଛୁଇଁ ଦିଏ ନିଜ ଜୀବରେ, ସେ କ୍ଷୀର ବିଷାକ୍ତ ହେଇଯାଏ। ସେଇଭଳିଆ ଗୋଟେ ଅବୈଷ୍ଣବ ଯଦି ହରିନାମ ଛୁଇଁ ଦିଏ, ହରିନାମ ବିଷାକ୍ତ ହେଇଯିବ। ଛି 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 ଛି। ତମେ ଇସ୍କନ କ'ଣ ମା? ତମେ ମଣିଷ ନୁହଁ। ଇସ୍କନ ତ ସେବେ ମରିଯାଇଥିଲା ଯେବେ ତମେ ବିଶ୍ୱଗୁରୁ ଶ୍ରୀଲା ପ୍ରଭୁପାଦକୁ ଅସମ୍ମାନିତ କରିଥିଲ। ତାଙ୍କର ଚିନ୍ତାଧାରାକୁ, ତାଙ୍କର ମାଇଣ୍ଡ ସେଟ୍କୁ ତମେ କୁଠାରାଘାତ କରିଥିଲ। ତାଙ୍କର ସିଦ୍ଧାନ୍ତକୁ ତମେ ସବୁ ଭୁଲେଇ ଦେଇଥିଲ। ସିଦ୍ଧାନ୍ତ କ'ଣ ଥିଲା ଆଜ୍ଞା? କୃଷ୍ଣକୁ ମନେ ପକାଅ।
ତମେ କେତେଥର କୃଷ୍ଣଙ୍କୁ ମନେ ପକାଉଛ? ଯିଏ କୃଷ୍ଣକୁ ମନେ ପକାଉଥିବ ସେ ଏମିତି ଭାଷା ତା ପାଟିରୁ ବାହାରିବ? ଭକ୍ତଙ୍କ ପାଟିରୁ କେବେ ବି ଏମିତି ବୈଷ୍ଣବ ମୁହଁରୁ କେବେ ବି ଅଶ୍ଳୀଳ ଭାଷା ବାହାରି ପାରିବ ନାହିଁ। ତମର ଔକାତ ସେ ତମେ ମଳତ୍ୟାଗ କରିକି ସେ ଟଏଲେଟ୍ ପେପରରେ ପୋଛୁଛ, ତମେ ଗାଧୋଇବା ବି ତମର କ୍ଷମତା ନାହିଁ। ଆଉ ତମେ କ'ଣ ଜର୍ମାନ ଅଂଗ୍ରେଜ ତମେ କ'ଣ କରିପାରିବ? କିଛି କରିପାରିବନି ତମେ। ତମକୁ ଦେଖିଲା ସମୟ ଦୟା ଲାଗେ। କ'ଣ କଲ ତମେ? ଏ କୂଳର ହେଲ ନା ସେ କୂଳର ହେଲ? ନା ନିଜ ଦେଶର ହେଲ ନା ଆମ ଦେଶର ହେଇପାରିଲ? କିଛି 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 ନୁହଁ। ଧୋବିକା କୁତ୍ତା ନା ଘରକା ନା ଘାଟକା। ତମର କିଛି 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 ହେଇପାରିବନି। ଖାଲି ଏତିକି ତମକୁ ତ ବ୍ୟାନ୍ କରାହେଲା ଆଉ କ'ଣ? ତମ ଭଳିଆ ଯେତିକି ତିଲକ ଛାପ ଲୋକମାନଙ୍କୁ ଦେଖାହେଲା ମାନେ ପୁରୀ ମନ୍ଦିର ବ୍ୟାନ୍ ହେବ। ତମେ ଜଗନ୍ନାଥକୁ ମନିଷା ନେଇକି ଘୋଷାଡ଼ୁଛ। ଜଗନ୍ନାଥ ତ ଭାରି ଖୁସି, ତାଙ୍କର କିଛି ଟେନସନ୍ ନାହିଁ। ଜଗନ୍ନାଥ ଭାରି ଖୁସି, ତାଙ୍କୁ କିଛି ଟେନସନ୍ ନାହିଁ, ସେ କିଛି କହିବେନି। କିନ୍ତୁ ଯେଉଁ ଆସ୍ଥା ରହିଛି ଆମର 4.5 କୋଟି ଓଡ଼ିଆଙ୍କର, ତମେ କ'ଣ ସେଟା ସବୁ କରୁଛ? ଯଦି ତମେ ସତରେ ଯଦି ବୈଷ୍ଣବ ହେଇଥାନ୍ତ, ଯଦି ତମର ଏତେ ଇଚ୍ଛା ଥାନ୍ତା, ତମେ ଘରେ ବି କରିପାରନ୍ତ, ବାହାରେ ନେଇକି ନାଟକ କରନ୍ତନି। ଏସବୁ ନାଟକ ହେଉଛି। ମୁଁ ଯେତେବେଳେ ମୁମ୍ବାଇରେ ରହୁଛି ଆଜ୍ଞା, ମୁଁ କହୁଛି ଜିନିଷଟାକୁ। ଆଜି ଯଦି ପଚାରିବେ ଆଜି ମୀରା ରୋଡ଼ରେ ରଥଯାତ୍ରା ଅଛି, ତାହେଲେ ସେମାନେ ଜୁହୁରେ କରିବେନି। ଆଉ ଯେଉଁଦିନ ଜୁହୁରେ ଥିବ ସେଦିନ ମୀରା ରୋଡ଼ରେ କରିବେନି। ପାଳି କରି କରି କରୁଛନ୍ତି, ପଇସା ପତ୍ର ଇନକମ୍ କରିବେ। ଆଗରୁ ନୋଟ୍ ଫୋଟ୍ ଥିଲା, ଯେତେବେଳେ ବାରମ୍ବାର ଆମର ଚଳନ୍ତି ଦେବତା ଗଜପତି ଦିବ୍ୟସିଂହ ଦେବ ମହାରାଜ ଯେତେବେଳେ ସେ ଏସବୁ କଥାକୁ ଉଠେଇଲେ, ସ୍କନ୍ଦ ପୁରାଣରୁ ଉଠେଇଲେ, ତାପରେ ତାଙ୍କୁ ନୋଟିସ୍ ଦିଆଗଲା। ତାଙ୍କର ପୁରା ଚିଡ଼ି 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 ନିଆଁ ନାଗିଗଲା, ପଛଆଡ଼େ ଜଳିଗଲା ତାଙ୍କର। ଆଉ ଜଳୁଛି, ତେଣୁକରି କୁକୁର କହୁଛନ୍ତି, ଲାଙ୍ଗୁଏଜ୍ ୟୁଜ୍ କରୁଛନ୍ତି। ତାଙ୍କୁ କ'ଣ କୁହାଯାଇପାରେ? କ'ଣ କୁହାଯାଇପାରେ ଏମାନଙ୍କୁ? ଆରେ ତମେ ତମେ ଇସ୍କନ ଧର୍ମୀ ହିଁ ନୁହଁ। ଇସ୍କନ ମରିସାରିଛି କେବେଠୁ। ଯେବେ ପ୍ରଭୁପାତ ଗଲେ ଧୀରେ 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 ଇସ୍କନ ସେତେବେଳକୁ ଲୋପ ପାଇଯାଇଥିଲା। ତମ ଭିତରେ ତମର ପଡ଼ୁନାହିଁ। କିଏ ଇସ୍କନ ବୃନ୍ଦାବନ କଲାଣି, କାହାର ଇସ୍କନ ପଡ଼ୁନି, ସେ ଗିଫ୍ଟ ଭିତରେ ଯାଇକି ତାଙ୍କର ଗୋଟେ ରିଚୁଆଲ୍ କଲାଣି। ସେଇ ଇସ୍କନରୁ ବାହାରି ପୁଣି ଇସ୍କନ ବାଙ୍ଗାଲୋର ହେଲାଣି। କାହାର ରିଚୁଆଲ୍ ନୁହଁ। କ'ଣ ତମ ଭିତରେ ତମର ପଡ଼ୁନାହିଁ? ଭଣ୍ଡା ପାଚିଲା ଭଳିଆ ମୁହଁଟା କରିକି ଅଛ, କେସ୍ କରୁଛ ୟା ତା ନାଁରେ, ଇସ୍କନରେ ଲୋକଙ୍କୁ ମର୍ଡ଼ର କରୁଛ। ତମର କ'ଣ ଠିକ୍ ଅଛି? ତମର କିଛି ଠିକ୍ ନାହିଁ। ତମର କିଛି ଠିକ୍ ନାହିଁ। ପ୍ରଭୁପାଦ ଜୀ ବି ଯେମିତି ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମୋତେ ସ୍ୱପ୍ନ ଦିଅନ୍ତି, ମୋର ପରମ ପିତା, ସେମିତି ପ୍ରଭୁପାଦ ଜୀ ବି ମୋତେ ସ୍ୱପ୍ନ ଦିଅନ୍ତି। ସିଏ ମୋତେ ସ୍ୱପ୍ନ ଦେଇକି କହିଥିଲେ ଏଠି ରହିବା କିଛି ଆବଶ୍ୟକତା ନାହିଁ। ଆରେ ପ୍ରଭୁପାଦ ଜୀ କହିଥିଲେ ନାମ ଜପିବା, 16 ମାଳ ହରେ କୃଷ୍ଣ ହରେ ରାମ କରିବା, ସାତ୍ବିକ ପ୍ରସାଦ ପାଇବା, ନାଚିବା ଗାଇବା, ଇଲିଟରାଲ୍ ସେକ୍ସ କରିବା ନାହିଁ, ଏତିକି କହିଥିଲେ। ଇଏ କ'ଣ ଭକ୍ତି ଆଜ୍ଞା? ପ୍ରଭୁପାଦ କହିଥିଲେ ଇଏ ଜିନିଷ ହେଉଛି ଭକ୍ତିକୁ ଆସିବାର ପୂର୍ବ ରାସ୍ତା। ଇଏ ମଣିଷ ହେବାର ଯୋଗ୍ୟ। ପ୍ରଥମେ ମଣିଷ ହୁଅ। ଇଏ ହେଉଛି ମଣିଷ। ତୁମର ତ ସେତିକି ହେଇପାରୁନି ତୁମ ଦ୍ୱାରା। ଆଉ ଭକ୍ତି କ'ଣ କରିବ? ତମେ ଭାବୁଛ ଭକ୍ତି କରୁଛ ବୋଲି। ଭକ୍ତି କରୁଛ ନା ତମେ ଆଳୁ କରୁଛ? ଭକ୍ତି ହେଇନି ଏପର୍ଯ୍ୟନ୍ତ। ଭକ୍ତିର ଅର୍ଥ ଯଦି ତମ ଭିତରୁ କିଏ ଜଣେ କହିଦେବ ଗୋଟିଏ ଶବ୍ଦରେ, ଗୋଟିଏ ବାକ୍ୟରେ କହିଦେବ ଭକ୍ତିର ଅର୍ଥ କ'ଣ, ମୁଁ ମାନିଯିବି। ମୁଁ ତ ନଣ୍ଡା ହୁଏନି, ମୁଁ ନଣ୍ଡା ହେଇକି ଦେଖେଇଦେବି। ତମେ କେହି କରିବେ, କିଛି ଉଗାଡ଼ି ପାରିବନି। ସେମିତି ବୁଲୁଥିଲ, ସେମିତି ହରେ କୃଷ୍ଣ ପୁଣି କୁକୁର ହେଇକି ଜନ୍ମ ହେବ, ପୁଣି ବିଲେଇ ହେଇକି ଜନ୍ମ ହେବ। ତମର କିଛି ହେଇପାରିବନି। ସେଇଭଳିଆ ଥିଲ। ଯେମିତି ଆମକୁ କୁକୁର ବୋଲି ଭାବୁଛ ତମେ ସେଇଟା କୁକୁର। ତମକୁ ଦେଖିଲେ ଦୟା ଲାଗୁଛି, ଦୟା ଲାଗୁଛି। ଆହା, ଜଗନ୍ନାଥଙ୍କୁ ତମେ ଗୋଟେ ବ୍ୟବସାୟର ରାସ୍ତା କରିଦେଇଛ। ତମେ ମହାପ୍ରଭୁ ଜଗନ୍ନାଥ ତମେ କିଏ ଜାଣିବେ କେମିତି? ସ୍କନ୍ଦ ପୁରାଣ ନିଜେ ମହାପ୍ରଭୁ କହୁଛନ୍ତି ମୋତେ ଯଦି ବୁଲେଇବା ପାଇଁ ଚାହୁଁଛୁ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହିଁ ବୁଲେଇ ପାରିବୁ, ତାପରେ ବାହୁଡ଼ାରେ କରିପାରିବୁ। 1971 ମସିହା 65 ମସିହା ପାଖାପାଖିରେ ବିଶ୍ୱଗୁରୁ ଶ୍ରୀଲା ପ୍ରଭୁପାଦ ହିଁ ସେୟା କରିଥିଲେ। ସେଇ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ସେ ସାନ ଫ୍ରାନ୍ସିସ୍କୋରେ ଆରମ୍ଭ କରିଥିଲେ। ସିଏ କହିଥିଲେ ମଧ୍ୟ ଏଇଆ, ଯଦି ଜଗନ୍ନାଥଙ୍କୁ ବୁଲେଇବା ପାଇଁ ଚାହୁଁଛ ରଥଯାତ୍ରାରେ ବୁଲେଇ ପାରିବ। ଆଉ ଏଇ ତିଥିରେ କ୍ଲିଅର କହିଛନ୍ତି ସିଏ। ତମେ ମନ ଇଚ୍ଛା ନେଇକି ବୁଲେଇବା ଚକରେ ରଥ ଟାଣିକି ଇଆଡ଼େ ସିଆଡ଼େ, ତାଙ୍କୁ ତ ମନ୍ତ୍ର ଜଣା ନାହିଁ। ଜଗନ୍ନାଥ କିଏ ତମେ ଜାଣିନ? ତମେ କ'ଣ ଜଗନ୍ନାଥକୁ ପୂଜା କରିବ? ଜଗନ୍ନାଥ କିନ୍ତୁ ହସୁଥିବେ, ତାଙ୍କର କିଛି ଠିକ୍ ଠାକ୍ ନାହିଁ। ଆମକୁ ଦୁଃଖ ଲାଗୁଛି, ଆମକୁ କଷ୍ଟ ଲାଗୁଛି, କାରଣ ଆମ ଘର ଲୋକ ନା। ଆପଣଙ୍କର କ'ଣ ଅଛି? ଆପଣଙ୍କ ତ ଘର ଲୋକଙ୍କର ତାଙ୍କର ନାହିଁ। ଆଜି ତମ ମା କାହାକୁ ବାହାରିଲାଣି, ତ ପୁଅ ତାକୁ କାହା ବାହାରିଲାଣି। ତମର କିଛି ଠିକ୍ ଠାକ୍ ନାହିଁ। ତମର ଠିକ୍ ନାହିଁ। ତମେ ଗୋଟେ ଜାଗାରେ ଥୟ ହେଇକି ରହିପାରୁନ। ତମର କ'ଣ ଅଛି? ଆମର ଥୟ ଜିନିଷ ହେଉଛି ଆମର ଜଗନ୍ନାଥ ସବୁ କିଛି। ଜଗନ୍ନାଥଙ୍କୁ ତମେ ଯେଉଁ ବେପାର ବାଣିଜ୍ୟ କରିବା ଲାଗୁଛ ଲଗାଅ, ଯାହା କରୁଛ କର। ଖାଲି ବ୍ୟାନ୍ ହେଲା ତମ ଭିତରକୁ ଆସିପାରିବନି। ସେମିତି ଫରେନର ଆସିପାରନ୍ତିନି। ଆଉ ଯେତିକି ସନାତନୀ ବି ଅଛନ୍ତି, ଇସ୍କନ ତିଳକ ଲଗାଇଥିବ, ଭିତରକୁ ଏଲାଉ ନାହିଁ। ବାହାର ରୁହ ତମେ, କି ଦରକାର ନାହିଁ।
ଯେତିକି ଗାଳି ଦେଇଛ ୟାକୁ କୁହାଯାଏ ବୈଷ୍ଣବ ନିନ୍ଦା, ବୈଷ୍ଣବ ଅପରାଧ। ଏ ବୈଷ୍ଣବ ଅପରାଧର ପାପ ଯେଉଁ ଲାଗିବ ତୁମକୁ, ତାକୁ ତ ଜଗନ୍ନାଥ କିଛି କରିବନି, ତାକୁ କରିବେ ଦେବୀ ଦେବତା। ରେଡ଼ି ଥାଅ ତା ପାଇଁ। ଯେତିକି ଯେତିକି ନର୍କ ଯିବାର ଅଛି ଏଠି ଭୋଗିବ, ନର୍କକୁ ବି ଯିବ ପୁଣି ଯେତେବେଳକୁ ତୁମର ପିତୃଲୋକ ଯାଇକି ପୁଣି ନର୍କ ଯିବ। ରେଡ଼ି ଥାଉ। କେଉଁ ପାଣି କୁଆଡ଼କୁ ଯାଉଛି, ଆଉ ରକ୍ଷା ନାହିଁ ତୁମକୁ ରେ, ରକ୍ଷା ନାହିଁ। ଯେତିକି ଅବୈଷ୍ଣବ ହେଉଛ, ବୈଷ୍ଣବ ତ ତୁମେ ପ୍ରଥମେ ନୁହଁ, ସବୁ ଅବୈଷ୍ଣବ। ଆଉ ଇସ୍କନ ତୁମର ନୁହଁ, ଇସ୍କନ କେବେଠୁ ସରିସାରିଛି। ଇସ୍କନ ସେଇଦିନ ସରିଯାଇଥିଲା। ତେଣୁକରି ଯେତେବେଳେ ମୁଁ ଗଲି, ପ୍ରଭୁ ମୁଁ ଯେତେବେଳେ ଜନ୍ମ ହେଲି ସେତେବେଳେ ମୋ ହାତରେ ଥିଲା ଭଗବତ ଗୀତା ପ୍ରଭୁପାଦଙ୍କର। ମୁଁ ଯେତେବେଳେ ଜନ୍ମ ହେଲି 6 ମାସର ହେଇଥିଲି, ମୋ ହାତରେ ପ୍ରଭୁପାଦଙ୍କର ଭଗବତ ଗୀତା ଧରା ହେଇଥିଲା। ତା ମାନେ କ'ଣ? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ମୋର ଭକ୍ତଙ୍କର ପତନ ହୁଏ ନାହିଁ, ସେ କ୍ୟାରି ଫରୱାର୍ଡ଼ ହୁଏ। ଏ ଜନ୍ମରେ ଯେତିକି ଅଧାରୁ ସରିଥିଲା ତାପରେ ପୁଣି ଆରମ୍ଭ ହେବ, କ୍ୟାରି ଫରୱାର୍ଡ଼ ହେବ। ତା ମାନେ ମୁଁ ଜଣାଗଲା ଯେ ମୁଁ ପ୍ରଭୁପାଦଙ୍କର ହେଇଥିଲି। ମୋତେ ଜମା ବିରକ୍ତ ଲାଗେ, ଇଏ କ'ଣ ଏମିତି କରୁଛନ୍ତି, ଇଏ ସେ କରୁଛନ୍ତି, ଜଣାପଡ଼ୁନି କିଛି। ମୁଁ ଯାଇକି ଇସ୍କନରେ ଯାଇକି ପଚାରେ, ସେମାନେ କେହି ଆନ୍ସାର ଦେଇପାରନ୍ତିନି। ମୋର ପ୍ରଶ୍ନର ଆନ୍ସାର ଦେଇପାରନ୍ତିନି। ଗୁରୁର କାମ କ'ଣ? ପ୍ରଶ୍ନର ଆନ୍ସାର ଦେବା। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ପରିପ୍ରଶ୍ନ ନେ ସେ ଅର୍ଜୁନ, ଯା ଗୁରୁ ପାଖକୁ ଯା, ତାକୁ ପ୍ରଶ୍ନ କର। ସେ ପ୍ରଶ୍ନର ଉତ୍ତର ଦେଇ ନ ପାରିଲେ ସେ ଗୁରୁ ହେବା ଯୋଗ୍ୟ ନୁହଁ, ସେ ଗୁରୁ ଆସନରେ ବସିବା ଯୋଗ୍ୟ ନୁହଁ। ମୁଁ ସେଇଆ ପଚାରେ, ସବୁ ଫୋନ୍ ସୁଇଚ୍ ଅଫ୍ କରିଦିଅନ୍ତି, କିଛି କ୍ୱେଶ୍ଚନ୍ ଆନ୍ସାର ଦେଇପାରନ୍ତିନି। ପ୍ରଭୁପାଦ ଆଜି ମୋତେ ସ୍ୱପ୍ନରେ ଆସିଲେ, ସେ ମୋତେ ଠିକ୍ ଗୁରୁକୁ ନେଇ ପହଞ୍ଚାଇଲେ। ଆଉ ମୁଁ ଜଗନ୍ନାଥଙ୍କୁ, ସାକ୍ଷାତ ଜଗନ୍ନାଥଙ୍କୁ ସାମ୍ନାରେ ଦେଖେ। ତାପରେ ମୁଁ ନା ପୁରୀ ଯାଏ ନା କେଉଁଠିକି ଯାଏ, କାରଣ ମୁଁ ଜାଣିଛି ଜଗନ୍ନାଥ ସବୁ ଜାଗାରେ ଅଛନ୍ତି। ସବୁବେଳେ ଜଗନ୍ନାଥ ମୋ ସାଙ୍ଗରେ ଥାନ୍ତି, ମୋ ସାଙ୍ଗରେ ଖାଆନ୍ତି, ମୋ ସାଙ୍ଗରେ ପିଅନ୍ତି, ସବୁକିଛି କରନ୍ତି। ତେଣୁକରି ପ୍ରଭୁପାଦଙ୍କର ମୁଁ ସବୁବେଳେ ଚିର ନମସ୍ୟ, ତାଙ୍କୁ ମୁଁ ସବୁବେଳେ ନମସ୍କାର କରୁଥିବି। ଆଉ ବର୍ତ୍ତମାନ ଯିଏ ମୋର ଗୁରୁ, ସିଏ ମୋତେ ଠିକ୍ ରାସ୍ତା କହିଛନ୍ତି ଯେ ଭକ୍ତିର ଅର୍ଥ କ'ଣ। ଭକ୍ତିର ଅର୍ଥ ତିଳକ ଲଗାଇବା ନୁହଁ, କଛା ମାରିବା ନୁହଁ, ହରେ କୃଷ୍ଣ ହରେ ରାମ ଗାଇବା ନୁହଁ, କିଛି କରିବା ଦରକାର ନାହିଁ, ଜିରୋ। ଯଦି ଭକ୍ତିର ଅର୍ଥ ହରେ କୃଷ୍ଣ ହରେ ରାମ ଗାଇବା ହେଇଥାନ୍ତା, ତାହେଲେ ଯେତିକି ମୂକ ଅଛନ୍ତି ସେମାନେ କହିଥାନ୍ତେ ଆମକୁ ଫ୍ରିରେ ଭଗବାନଙ୍କ ପାଖକୁ ନେଇ ଚାଲ, ଆମେ ତ କହିପାରିବୁନି। ଯିଏ ଅନ୍ଧ ଅଛି ଯଦି ଭଗବାନଙ୍କୁ ଦେଖି ନ ପାରିଲା, ସେ କ'ଣ କହିବ? ଭଗବାନଙ୍କୁ ଦେଖିବା ଯଦି ଭକ୍ତି ହେଇଥାନ୍ତା, ତାହେଲେ ଅନ୍ଧ କ'ଣ କହିବ? ମୁଁ ତ ଦେଖିପାରୁନି ଭଗବାନଙ୍କୁ, ମୋତେ ଫ୍ରିରେ ଭଗବତ ପ୍ରାପ୍ତି କରାଯାଉ, ଭଗବାନ ପାଖକୁ ନେଇ ଚାଲ। ମୋର ଗୋଡ଼ ନାହିଁ, ମୁଁ ମନ୍ଦିର ଆସିପାରିବିନି, ହେ 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 ହେ, ମୁଁ କାଲା, ମୁଁ ତ କୀର୍ତ୍ତନ ଶୁଣିପାରିବିନି, ସତ୍ସଙ୍ଗ ଶୁଣିପାରିବିନି। ଯିଏ କାଲା ଥିବ ସେ କହିବ ମୋତେ ଫ୍ରିରେ ଭଗବତ ପ୍ରାପ୍ତି କରାଯାଉ। ଆରେ କୁଆଡ଼େ ଯିବ କୁଆଡ଼େ ତମେ? ତେଣୁକରି ଭକ୍ତିର ଅର୍ଥ ଜଣା ଅଛି କି ନାହିଁ? ଭକ୍ତିର ଅର୍ଥ ଥରୁଟିଏ ବି କ୍ଲିଅର କରିଦେଉଛି ଆଜ୍ଞା। ଯିଏ ବି ଭକ୍ତି ଲାଇନ୍ରେ ଅଛନ୍ତି, ଯେ ସମୟ ନଷ୍ଟ କରନ୍ତୁ ନାହିଁ, ଗୁରୁ ଠିକ୍ ଧରନ୍ତୁ। ଭକ୍ତିର ଅର୍ଥ ହେଉଛି, ଛାଡ଼ନ୍ତୁ ଆଉ କ'ଣ ବୁଝେଇ ପାରିବି ଆପଣଙ୍କୁ, ମୁଁ କହିବିନି କ୍ଲିଅରଲି, ବାରମ୍ବାର ଜିନିଷ ବୁଝେଇଛି ମୋର ସବୁ ଭିଡ଼ିଓରେ, ତ ଆପଣ ଦେଖିପାରିବେ। ଥରୁଟିଏ ଜଗନ୍ନାଥ ନାଁ ନେବେନି, ଜଗନ୍ନାଥ ଆପଣଙ୍କ ସାଙ୍ଗରେ ଥିବେ ସଦା ସର୍ବଦା। ଇଏ ହେଉଛି ଭକ୍ତି। ଆପଣଙ୍କ ପଛରେ ଗୋଡ଼େଇବେ, ମୋତେ ସାଙ୍ଗରେ ନେଇକି ଯା, ସାଙ୍ଗରେ ନେଇକି ଯା, ସାଙ୍ଗରେ ନେଇକି ଯା, କିନ୍ତୁ ଗୁରୁ କହିବ ସିଏ। ଆପଣଙ୍କୁ ଗୋଡ଼େଇବାକୁ ପଡ଼ିବନି, ସେ ଲେଭେଲକୁ ଆସିବାକୁ ପଡ଼ିବ ଆପଣଙ୍କୁ। ଆପଣ ତ ମାନେ ସବୁ କରୁଥିବେ ଭକ୍ତି ଯାହାହେଲେ ଟିକେ ଟିକେ, ଏମାନେ କ'ଣ ବୁଝିପାରିବେ? ୟାଙ୍କର ଗୁରୁ ଗୁରୁ କେହି ନାହାନ୍ତି, ଏ ଗୁରୁହୀନ ଏମାନେ ସବୁ, ଯେଉଁଟା କୁହନ୍ତି ଅଣଗୁରୁଆ। ଛେ, ଆପଣଙ୍କୁ ଲାଗୁଛି ଯିଏ ଏମିତି ଭାଷା କହୁଥିବେ ସିଏ କେବେ ଭକ୍ତ? ବୈଷ୍ଣବ କେବେ ଏମିତି ଭାଷା କହିପାରିବନି। ଇଏ ଜଗନ୍ନାଥଙ୍କୁ ପୂଜା କରିବେ? ବଳଭଦ୍ର ମହାପ୍ରଭୁ ପୁରା ମୋ ସ୍ୱପ୍ନରେ ଆସିକି ମୋତେ କହିଛନ୍ତି, ମୋ ନାଁ ବଳଭଦ୍ରରେ। ମା ସୁଭଦ୍ରା ଆସିକି କହୁଛନ୍ତି ମୁଁ ଭଦ୍ରା, ମା ସୁଭଦ୍ରା, ଆଜିଠାରୁ ଗାଳି ଗୁଲଜ କରିବୁନି, ଅଭଦ୍ର ଭାଷାରେ କାହାକୁ ଗାଳି ଦେବୁନି। ମୁଁ କହିଲି ନା ମା, ଆଉ ଦେବିନି। ମହାପ୍ରଭୁ ଶ୍ରୀ ବଳଭଦ୍ର ସ୍ୱାମୀ କହୁଛନ୍ତି ମୁଁ ଭଦ୍ର ରୂପରେ ବଳ ଦେଖାଏ, କାହାକୁ ଯଦି ରାଗିବାର ଅଛି, ଶୋଧିବାର ଅଛି, ବଳ ଦେଖିବାର ଅଛି, ଭଦ୍ରାମୀର ସହକାରେ କର। ମୁଁ ସେଇଠୁ ସେଇଆ କରୁଛି, କେବେ ଭାଷା ପ୍ରୟୋଗ କରେନି। ଦରକାର ପଡ଼ିଲେ 2 ହାତ ବଜେଇ ପଛେ ଭାଷା ପ୍ରୟୋଗ କରିବିନି। ନା, ମହାପ୍ରଭୁ କେବେ ସହିବେନି। ଜଗା ସହିପାରେ, ମହାପ୍ରଭୁ ଶ୍ରୀ ବଳଭଦ୍ର ସ୍ୱାମୀ, ମୋର ମା ମହାମାୟା ମା ସୁଭଦ୍ରା କେବେ ସହିବେନି। ସୁଦର୍ଶନ ମହାରାଜ ପଛରୁ ଦେଖି ହସୁଥିବେ ଖାଲି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।